ମୋର ପାଖରେ ଆଉ ଗୋଟେ କାରଣ ଥିଲା ଯେ ବୈଜନ୍ତ ପଣ୍ଡା ଯେତେବେଳେ ଆସିବ ସେଇ ପ୍ରୋଗ୍ରାମକୁ ତାହେଲେ ଓଟିଭି ନିଶ୍ଚୟ ଦେଖେଇବ, ତାହେଲେ ମୋର ମାର୍କେଟିଂଟା ଭଲ ତ ହବ। ଓଟିଭିରେ ଦେଖେଇବା ଆଉ ବୈଜନ୍ତ ପଣ୍ଡାଙ୍କୁ ଆଣିବା ପଛରେ ମୋର ପାଖକୁ ଫୋନ ଆସିଲା ଯେ ଜୟ ପାଣ୍ଡାକୁ କାଇଁ ଡାକୁଛୁ, ଥାର୍ଡ ଫ୍ଲୋରରୁ ଫୋନ ଏବଂ ସେତେବେଳେ ମୁଁ ଆଉଟଲୁକର ଚିଫ ଏଡିଟର ଇନ୍ ଚିଫ, ମୋର ପାଖକୁ ଫୋନ ଆସିଲା ଯେ ଜୟ ପାଣ୍ଡାକୁ କାଇଁ ଡାକୁଛନ୍ତି। ମୁଁ କହିଲି କାଇଁ ଡାକିବି, ସେ କହିଲା ନା ଦିସ୍ କ୍ୟାନଟ୍ ହ୍ୟାପେନ୍। ଆରେ ମୁଁ ଆପଣଙ୍କର ବିଜୁ ଜନତା ଦଳ ଲୋକକୁ ଡାକିଛି, ସେ ଆସିନି ସେଟା ଅଲଗା କଥା। ପ୍ରତାପ ଦେବ ଆସିନଥିଲେ, হ্যাঁ এই বয়কটেড। তো আই গেভ ইউ আ চান্স, ମୁଁ ସମସ୍ତକୁ ମିଶିକିରି ଗୋଟେ ବ୍ୟାଲେନ୍ସଡ ଡିସ୍କସନ ପାଇଁ ମୁଁ ବିଜୁ ଜନତା ଦଳକୁ ବି ଡାକିଲି। ଆସିଲେ ପ୍ରତାପ ଦେବ ଆସିଲେ। ପ୍ରତାପ ଦେବ ଆସିଲେନି, କିନ୍ତୁ ଏମାନର ମୋର ଉପରେ ରାଗ ହେଲା ଯେ ଜୟ ପାଣ୍ଡାକୁ କାଇଁ ଡାକିବି। ମୁଁ କହିଲି କାଇଁ ଡାକିବି, ଡାକିବା ଆପଣ ଫଙ୍କସନ ପୂର୍ବରୁ ଫୋନ ଆସିଲା ନା ଫଙ୍କସନ ପରେ ଆସିଲା? ମୋର ଏବେ ଟିକେ ବୋଧେ ପୂର୍ବରୁ ଆସିଥିଲା। হ্যাঁ ମୁଁ ସେତେବେଳେ କହିଲି ଯେ ଆରେ ମୁଁ ତ ପ୍ରତାପ ଦେବକୁ ବି ଡାକିଛି, ଆସୁ, ଆଉ ଯଦି ପ୍ରତାପ ଦେବ ନା ଆସିବ ଆଉ ବିଜୁ ଜନତା ଦଳର ଯେ ଲୋକମାନେ ଅଛନ୍ତି ଆସନ୍ତୁ, ଡିସ୍କସନ କରିବା, ଗୋଟେ ଅବଜେକ୍ଟିଭ ଇଏ ହବ, ଚର୍ଚ୍ଚା ହବ। ବୋଲେ ନା ଜୟ ପାଣ୍ଡାକୁ କାଇଁ ଡାକିବି। ମୁଁ କହିଲି କାଇଁ ଡାକିବି, ମୁଁ ଜଣେ ସାମ୍ବାଦିକ। ସେଇ ଟାଇମରେ ମୋର ମନେ ଅଛି ମୁଁ ଆଉଟଲୁକର ଚିଫ ଏଡିଟର ଥିଲି, ମୁଁ ଜୟ ପାଣ୍ଡାକୁ କାଇଁ ଡାକିବି। ସେ କହିଲା ନା এটা ଆମ ବିରୋଧୀ ଲୋକ। ବୋଲେ ମୁଁ ତ ବିଜୁ ଜନତା ଦଳ ଲୋକ ନୁହଁ, ତ ଆପଣମାନେ ମତେ କହୁଛନ୍ତି କେମିତି ଏମିତି, ମାନେ ୟୁ ଆର୍ ମେକିଂ ଆ ଭେରି ଅନରିଜନେବଲ ଡିମାଣ୍ଡ। ସେଇଠୁ କନଫ୍ଲିକ୍ଟ ଆରମ୍ଭ। ଆପଣଙ୍କୁ କିଏ ପାଣ୍ଡିଆନ ଫୋନ କରିଥିଲେ? ଛାଡ଼ନ୍ତୁ ନା କାହିଁ ନେବା, କିନ୍ତୁ କରିଥିଲେ ତ। ତ ଏବଂ ସେଇଠୁ ମତେ ଆପଣଙ୍କର ଆଉ and I found it very very astonishing ଯେ ଏଇଟା କ'ଣ, ମାନେ ଗୋଟେ ସାମ୍ବାଦିକ, ଇଣ୍ଡିପେଣ୍ଡେଣ୍ଟ ସାମ୍ବାଦିକ, ଦ୍ୟାଟ୍ ଟୁ ଜଣେ ଏଡିଟର, ସେ ତାକୁ ଡାକୁଛି, ସେ କହୁଛି କାହିଁ ଡାକୁଛୁ। ଆରେ ସେ କ'ଣ ବିଜୁ ଜନତା ଦଳ ଡିସାଇଡ କରିବ ମୋର ଫଙ୍କସନରେ କିଏ ଆସିବ ନା ଆସିବ। କାଲି ମତେ କହିବ ଯେ ନା ତମେ ମନୋରଞ୍ଜନ ମିଶ୍ରକୁ ଇଣ୍ଟରଭ୍ୟୁ ଦେବନି, এটা କ'ଣ ବିଜେପି ଡିସାଇଡ କରିବ ନା ବିଜୁ ଜନତା ଦଳ ଡିସାଇଡ କରିବ।